ସାଙ୍ଗମାନେ ଆପଣମାନଙ୍କ ମନରେ ନିଶ୍ଚିତ ଏହି ପ୍ରଶ୍ନ କେବେ ନା କେବେ ଆସିଥିବ। ଯଦି ଭାରତ ପାଖରେ ନୋଟ୍ ଛପା ମେସିନ୍ ଅଛି ତ ସରକାର ଅନଲିମିଟେଡ୍ ନୋଟ୍ କ'ଣ ପାଇଁ ଛାପି ଦେଉନି? ସରକାର ବହୁତ ସାରା ନୋଟ୍ ଛାପି ଦେଇ ସମସ୍ତଙ୍କୁ ଅମିର କ'ଣ ପାଇଁ ବନେଇ ଦେଉନି? ଦୁନିଆରେ ବର୍ତ୍ତମାନ ସବୁ ଲୋକଙ୍କୁ ଟଙ୍କାର ଆବଶ୍ୟକତା ରହିଛି। ଯଦି ବହୁତ ସାରା ନୋଟ୍ ଛାପି ଦେଇ ସମସ୍ତଙ୍କୁ ବାଣ୍ଟି ଦିଆଯାଏ ତ ଏ ଦେଶର ଗରିବୀ ଶେଷ ହୋଇଯିବ। ନା କେହି ବେରୋଜଗାର ରହିବେ, ଆଉ ନା ହିଁ କେହି ଭୋକ ପେଟରେ ଶୋଇବେ, ଆଉ ନା ହିଁ କେହି ଭିକ ମାଗିବେ। କିନ୍ତୁ ସବୁଠାରୁ ବଡ଼ ପ୍ରଶ୍ନ, ସରକାର ଏମିତି କରୁନି କ'ଣ ପାଇଁ? ସାଙ୍ଗମାନେ, ଏହି ପ୍ରଶ୍ନର ଉତ୍ତର ଆଜି ଆମର ଏହି ଭିଡ଼ିଓରୁ ମିଳିଯିବ। ଆଉ ତା ସହିତ ଆମେ ଜାଣିବା ଆମ ଦେଶରେ ଟଙ୍କା ଛାପିବା ମେସିନ୍ କେଉଁଠାରେ ଅଛି, ଟଙ୍କା କିପରି ଛପାଯାଏ, ଟଙ୍କା ଛାପିବା ପାଇଁ ପେପର କେଉଁଠୁ ଆସିଥାଏ, ଖରାପ ହୋଇଯାଇଥିବା ନୋଟ୍କୁ କ'ଣ କରାଯାଏ, ଟଙ୍କା ଆମମାନଙ୍କ ପାଖରେ କିପରି ପହଞ୍ଚିଥାଏ, କେଉଁଠାରୁ ଆସିଥାଏ ନୋଟ୍ ଛପାଇବା ପାଇଁ ପେପର ଆଉ ସ୍ୟାହି, 200, 500 ଏବଂ 2000 ଟଙ୍କାକୁ ଛାପିବା ପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଥାଏ। ଆପଣଙ୍କୁ ଏହି ସବୁ ପ୍ରଶ୍ନର ଉତ୍ତର ଏହି ଭିଡ଼ିଓରେ ହିଁ ମିଳିଯିବ। ସେଥିପାଇଁ ସାଙ୍ଗମାନେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ଆମ ଭିଡ଼ିଓ ପ୍ରଥମ ଥର ଦେଖୁଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଚାଲନ୍ତୁ ସାଙ୍ଗମାନେ ଆଉ ଡେରି ନକରି ଭିଡ଼ିଓଟିକୁ ଆରମ୍ଭ କରିବା। ସାଙ୍ଗମାନେ, ଭାରତରେ ନୋଟ୍ ଛପାଇବା ପାଇଁ ମୋଟ 4ଟି ପ୍ରିଣ୍ଟିଂ ପ୍ରେସ୍ ବନାଯାଇଛି, ଯାହାକି ନାସିକ, ଦେୱାସ, ମାଇସୋର ଆଉ ପଶ୍ଚିମବଙ୍ଗର ସାଲବନୀରେ ନୋଟ୍ ପ୍ରିଣ୍ଟିଂର କାମ କରୁଛନ୍ତି। ଏଠାରେ ଦେୱାସର ନୋଟ୍ ପ୍ରିଣ୍ଟିଂ ପ୍ରେସ୍ ଏବଂ ନାସିକର କରେନ୍ସି ନୋଟ୍ ପ୍ରେସ୍ ବିତ୍ତ ମନ୍ତ୍ରାଳୟ ଅଧୀନରେ କାମ କରୁଥିବା ସିକ୍ୟୁରିଟି ପ୍ରିଣ୍ଟିଂ ଆଣ୍ଡ ମିଣ୍ଟିଂ କର୍ପୋରେସନ ଅଫ୍ ଇଣ୍ଡିଆର ଅନ୍ତର୍ଗତ କାମ କରିଥାଏ, ଯେଉଁଠିକି ମାଇସୋର ଏବଂ ସାଲବନୀ ଭାରତୀୟ ରିଜର୍ଭ ବ୍ୟାଙ୍କର ସବସିଡାରୀ କମ୍ପାନୀ ଭାରତୀୟ ରିଜର୍ଭ ବ୍ୟାଙ୍କ ନୋଟ୍ ମୁଦ୍ରଣ ପ୍ରାଇଭେଟ ଲିମିଟେଡ୍ ଅଧୀନରେ କାମ କରିଥାଏ। ନୋଟ୍କୁ ବନେଇବା ପାଇଁ ଏକ ଖାସ୍ ଇଙ୍କର ବ୍ୟବହାର କରାଯାଇଥାଏ, ଯାହାକୁ ସୁଇଜରଲ୍ୟାଣ୍ଡର କମ୍ପାନୀ ବନାଇଥାଏ। ଏହି କମ୍ପାନୀ କେବଳ ଭାରତକୁ ନୁହେଁ ବରଂ ଅନ୍ୟ ଦେଶମାନଙ୍କୁ ମଧ୍ୟ ଇଙ୍କ ଯୋଗାଇଥାଏ। ଏବେ ଆମ ଦେଶର ପ୍ରଧାନମନ୍ତ୍ରୀ ସ୍ୱଦେଶୀ ଇଙ୍କ ଏବଂ ପେପରର ବ୍ୟବହାର ପାଇଁ ମଧ୍ୟ କହିସାରିଛନ୍ତି। ଅଲଗା ଅଲଗା ନୋଟ୍ର ପ୍ରିଣ୍ଟିଂ ପାଇଁ ଅଲଗା ଅଲଗା ଇଙ୍କର ବ୍ୟବହାର ମଧ୍ୟ କରାଯାଇଥାଏ। ଏହି ନୋଟ୍କୁ ବନାଇବା ପାଇଁ ଯେଉଁ ପେପରର ବ୍ୟବହାର କରାଯାଇଥାଏ ତା ପାଇଁ ଏକ ମିଲ୍ ଭାରତର ହୋଶଙ୍ଗାବାଦରେ ମଧ୍ୟ ରହିଛି, ଯେଉଁଠି ନୋଟ୍ ଏବଂ ଷ୍ଟାମ୍ପସ୍ ପାଇଁ ପେପର ପ୍ରସ୍ତୁତ କରାଯାଏ। କିନ୍ତୁ ଏବେ ବି ଭାରତରେ ଅଧିକତର ଯେଉଁ ନୋଟ୍ର ବ୍ୟବହାର କରାଯାଉଛି ତା ପାଇଁ ପେପର ଜାପାନ ଏବଂ ୟୁକେରୁ ହିଁ ମଗାଇବାକୁ ପଡ଼ୁଛି। ଯଦି ଆମେ ଆର୍ବିଆଇର ଡାଟାକୁ ଦେଖିବା, ଆର୍ବିଆଇ କହୁଛି ଏବେ 80% ନୋଟ୍ ଏବେ ବି ବିଦେଶୀ ପେପରରେ ହିଁ ଛପାଯାଉଛି। ବ୍ୟାଙ୍କ ନୋଟ୍କୁ ସ୍ଥାୟୀ ରୂପରେ ଜାରି କରିବା ପ୍ରଥମ ବ୍ୟାଙ୍କ ଥିଲା ବ୍ୟାଙ୍କ ଅଫ୍ ଇଂଲଣ୍ଡ। ସାଙ୍ଗମାନେ, କ'ଣ ଆପଣମାନେ ଜାଣିଛନ୍ତି ଭାରତରେ ନୋଟ୍ ପ୍ରଥମେ କେବେ ଛପାଯାଇଥିଲା? ସବୁଠାରୁ ପ୍ରଥମେ ନୋଟ୍ର ଛପାଇ ବ୍ରିଟିଶ ସରକାର 1862 ମସିହାରେ କରିଥିଲେ, ଯାହାକି ୟୁକେର ଏକ କମ୍ପାନୀ ଦ୍ୱାରା ଛପାଯାଇଥିଲା। କିନ୍ତୁ ଏହାର ବହୁ ବର୍ଷ ପରେ 1920 ମସିହାରେ ବ୍ରିଟିଶ ସରକାର ଭାରତରେ ନୋଟ୍ ଛପାଇବାର ନିଷ୍ପତ୍ତି କରିଥିଲେ। ସାଙ୍ଗମାନେ, ଯେତେବେଳେ ନୋଟ୍ର କଥା ଆସୁଛି ଆପଣମାନଙ୍କ ମନରେ ଏ ପ୍ରଶ୍ନ ଆସୁଥିବ, ଏହି ନୋଟ୍ ସବୁକୁ ଛପାଇବା ପାଇଁ କେତେ ଟଙ୍କା ଖର୍ଚ୍ଚ ହେଉଥିବ? 2018 ମସିହାରେ 2000ର ଗୋଟିଏ ନୋଟ୍କୁ ଛପାଇବା ପାଇଁ ପାଖାପାଖି 4 ଟଙ୍କା 18 ପଇସାର ଖର୍ଚ୍ଚ ଆସୁଥିଲା, କିନ୍ତୁ ଧୀରେ ଧୀରେ ଏହା କମ୍ ହୋଇ 3 ଟଙ୍କା 53 ପଇସା ହୋଇଯାଇଥିଲା। ସାଙ୍ଗମାନେ, ହୁଏତ ଆପଣମାନଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ କି 10 ଟଙ୍କାର ନୋଟ୍କୁ ଛପାଇବା ଖର୍ଚ୍ଚ ସବୁଠାରୁ ଅଧିକ ହୋଇଥାଏ, କିନ୍ତୁ ଏହା ସତ କଥା ଅଟେ। ବର୍ତ୍ତମାନ ସମୟରେ ଯେଉଁ ନୋଟ୍ ସବୁ ମାର୍କେଟରେ ଚାଲିଛି ସେ ସବୁର ଛପାଇର ଖର୍ଚ୍ଚ ପୂର୍ବ ନୋଟ୍ ତୁଳନାରେ ବହୁତ କମ୍ ହେଉଛି। ପୁରୁଣା 500 ଟଙ୍କାର ଛାପିବାର ଖର୍ଚ୍ଚ 3 ଟଙ୍କା 9 ପଇସା ଆସୁଥିଲା, କିନ୍ତୁ ଏବେର 500 ଟଙ୍କାକୁ ଛାପିବା ପାଇଁ ଖର୍ଚ୍ଚ ପୂର୍ବଠାରୁ 44 ପଇସା କମ୍ ହେଉଛି। ସାଙ୍ଗମାନେ, ଯଦି କଏନ୍ର କଥା କହିବା ତ SPMCILର 4ଟି ଜାଗାରେ କଏନ୍ର କାମ କରାଯାଇଥାଏ। ଏହି 4ଟି ଜାଗା ଭାରତରେ ମୁମ୍ବାଇ, ହାଇଦ୍ରାବାଦ, ନୋଇଡା ଏବଂ କୋଲକାତାରେ ରହିଛି। ଆର୍ବିଆଇ ଅଧିନିୟମର ଧାରା 38 ଅନୁସାରେ କଏନ୍ ପ୍ରଚଳନର ଦାୟିତ୍ୱ ଆର୍ବିଆଇ ଉପରେ ହିଁ ରହିଥାଏ। ମାନେ କେଉଁ କଏନ୍ ଚଳିବ ଏବଂ କାହାକୁ ବ୍ୟାନ୍ କରାଯିବ ଏସବୁର ଉତ୍ତର ଦାୟିତ୍ୱ ଆର୍ବିଆଇ ଉପରେ ହିଁ ରହିଥାଏ। ସାଙ୍ଗମାନେ, କରେନ୍ସି କଥା କହିବା ତ ଆପଣ ଗୋଟିଏ ୱାର୍ଡ ନିଶ୍ଚିତ ଶୁଣିଥିବେ, ବ୍ୟାଙ୍କ ନୋଟ୍। ଏହି ବ୍ୟାଙ୍କ ନୋଟ୍ର ଅର୍ଥ କ'ଣ ଆସନ୍ତୁ ଜାଣିବା। ବ୍ୟାଙ୍କ ନୋଟ୍ ତାକୁ କୁହାଯାଏ ଯାହାକୁ ଆର୍ବିଆଇ ଦ୍ୱାରା ଜାରି କରାଯାଇଥାଏ। ଏହି ନୋଟ୍କୁ ଆପଣ ଉଦାହରଣ ପାଇଁ 2000, 500, 200, 100, 50, 20 ଏବଂ 10 ଟଙ୍କିଆ ନୋଟ୍କୁ ବୁଝିପାରିବେ। ଯଦି ଏଠାରେ ଆମେ 2 ଟଙ୍କିଆ ଏବଂ 5 ଟଙ୍କିଆ ନୋଟ୍ର ଛପାଇର କଥା କହିବା ତ ବର୍ତ୍ତମାନ ସମୟରେ ଏହି ନୋଟ୍ର ଛପାଇକୁ ବନ୍ଦ କରିଦିଆଯାଇଛି।
कहीं एहार छपाई एवं सर्विसिंग रे जेतिके खर्च आसुथिला ताहा एहार मूल्य ठारू मध्य अधिक थिला। सांग माने आपण बहुत कम किंतु किछि जगार टंकिकिया नोट मध्य देखिथिबे। एही टंकिकिया नोट भारत सरकार द्वारा जारी करा जाए, जहाँकि समय समय रे आवश्यकता हिसाब रे जारी करा जाय थाए। सांग माने एबे जानिबा विदेश रु आसुथिबा एही कागज उपरे नोट र छपाई किपरि करा जाए। नोट को छापिया पई सबुठारु प्रथमे एही कागज को मेसिन रे लगा जाय थाए। आउ एठारे मेसिन रु भल आउ खराब नोट को अलग अलग कर दिया जाए। आउ तापरे एही नोट उपरे नंबर लिखा जाय थाए। जेते बेले एही प्रोसेस कंप्लीट हो जाय थाए, एथिरो गोटिए नोट को नै चेक करा जाय थाए कि सबु किछि ठीक ठाक प्रिंटिंग होईची कि नाही। सांग माने आपण एकथा निश्चय भाबुथिबे कि खराब नोट रो कोन होई थाए। खराब हो जाउथिबा नोट सबको बैंक रे जमा कराई दिया जाय थाए, जेउठी ए खराब होइथिबा नोट को बैंक द्वारा मुख्यालय को पठा जाय थाए। ए खराब हो जाइथिबा नोट रो चेकिंग करा जाय थाए एवं सेही नोट जगह रे नुआ नोट को छापी दिया जाय थाए। सांग माने नोट लोक मानक पाखरे पहुंचुची केमिति। आरबीआई रो पूरा देश रे अलग अलग शहर रे ऑफिस रहिछि, जेउठी सबुठारु प्रथमे ए छपा जाइथिबा नोट को पहुंचा जाय थाए। आउ ता परे समय आसी थाए ए नुआ नुआ नोट को अलग अलग बैंक को सर्कुलेट करिवार, जेउठू एही नोट सबू साधारण जनता पाखरे पहुंची पारि थाए। सांग माने नोट छपाइबार एबे जो इम्पोर्टेंट कथा आसी थाए ता हेउची कि को भी देश जेते चाहिबो सेते नोट रो छपाई करि पारिबो। एपरि बिल्कुल भी नुहे कि केउ भी देश जेते चाहिबो सेते नोट प्रिंटिंग करि परिबो। एहाको सरकार, सेंट्रल बैंक, जीडीपी एवं विकास दर ऊपर ही निर्णय करा जाय थाए कि नुआ नोट प्रिंटिंग करा जिबा दरकार कि नहीं। साथी रे गोटिए थर रे केते नोट छपा जिबा दरकार एहाको मध्य देखिबा एवं निष्पत्ति नेबा आरबीआई रो ही काम होई थाए। सांग माने आशा करे नोट रो प्रिंटिंग को नहीं आजिर एही वीडियो आपण माननकु भलो लागिथिबो। जदि वीडियोटी टिके भी इन्फॉर्मेटिव लागि थाए वीडियो को लाइक करी चैनल को सब्सक्राइब करबा को अनुरोध। आजि पई एतिकी सांग माने रहुछि। नमस्कार, जय जगन्नाथ।